ଚାରି ପଣ୍ଡିତ କଥା। ଗୋଟିଏ ସହରରେ ଜଣେ ବ୍ରାହ୍ମଣ ରହୁଥିଲେ। ତାଙ୍କର ଥିଲେ ଚାରି ପୁଅ। ବଡ଼ ତିନି ପୁଅ ପାଠ ପଢ଼ି ପଣ୍ଡିତ ହେଲେ। ସଭା ସାନ ପୁଅ ପାଠରେ ମନ ଦେଲା ନାହିଁ। ସେ ଜମା ଅକ୍ଷର ଚିହ୍ନି ନଥିଲା, କିନ୍ତୁ ଭଲ ମନ୍ଦ ବିଚାର ବୁଦ୍ଧି ଢେର ଥିଲା। ଦିନେ ସେମାନେ ଠିକ୍ କଲେ ବିଦେଶ ଯିବେ। ନିଜ ନିଜର ବିଦ୍ୟା ବୁଦ୍ଧି ବଳରେ କିଛି ରୋଜଗାର କରିବେ। 5 ଜଣଙ୍କ ସଙ୍ଗେ ମିଶି ସିନା ପଣ୍ଡିତ ବୋଲି ଜଣାଶୁଣା ହେବେ। ଦୂର ଦେଶକୁ ଯିବା ପାଇଁ ଜିନିଷପତ୍ର ଯୋଗାଡ଼ ଚାଲିଲା। ଏତିକି ବେଳେ ବଡ଼ ଭାଇ ଅପାଠୁଆ ସାନ ଭାଇକୁ ନେବା ଲାଗି ମନା କରିଦେଲା। ଦ୍ୱିତୀୟ ଭାଇ କହିଲା, ଯାହା ହେଲେ ବି ସେ ଆମର ଭାଇ। ଦୂର ଜାଗାକୁ ଯିବା ବେଳେ ବିପଦ ଆପଦ ସାଙ୍ଗରେ ଭାଇଟେ ଥିଲେ ଭଲ। ତୃତୀୟ ଭାଇ ମଧ୍ୟ ସାନକୁ ସାଙ୍ଗରେ ନେବାକୁ ରାଜି ହେଲା। ଶେଷରେ ସାନ ଭାଇ ବିଦେଶ ଯିବା ପାଇଁ କଥା ଛିଡ଼ିଲା। ଚାରି ଭାଇ ଏକାଠି ମିଶି ରହିଲେ। ପ୍ରଥମ 3 ଭାଇ ଖାଇ ପିଇ ବାହାରକୁ ଯାଆନ୍ତି। ସାନ ଭାଇ ଅପାଠୁଆ ଥିବାରୁ ଘରେ ରହି ରୋଷେଇବାସ କରେ, ଲୁଗାପଟା ସଜାଡ଼ି ରଖେ, ଘର ଜଗେ। ବିଦେଶରେ ଅନେକ ଦିନ ବିତିଗଲା। ସେମାନେ ଢେର ଟଙ୍କା ରୋଜଗାର କଲେ। ଦିନେ ଚାରି ଭାଇ ବସି ବିଚାର କଲେ ନିଜ ଗାଁକୁ ଫେରିବେ। ଫେରିବା ବାଟରେ ଜଙ୍ଗଲ ପଡ଼ିଲା। ଯୋଗକୁ ସଞ୍ଜ ମଧ୍ୟ ହୋଇ ଆସୁଥିଲା। ସେମାନେ ଗଛ ମୂଳେ ବିଶ୍ରାମ ନେଲେ। ବଡ଼ ଭାଇ ନଜରରେ ଗୋଟାଏ ଜିନିଷ ପଡ଼ିଲା। ସେ ଦେଖିଲା ଗଛଠାରୁ କିଛି ଦୂରରେ କେଉଁ ମଲା ପ୍ରାଣୀର ହାଡ଼ ଏଣେ ତେଣେ ବିଛାଡ଼ି ହୋଇ ପଡ଼ିଛି। ସେ କହି ଉଠିଲା, ଭାଇମାନେ, ଏହା ଆମ ପାଇଁ ଗୋଟାଏ ସୁଯୋଗ। ଆସ, କିଏ କେତେ ପାଠ ହାସଲ କରିଛ ଏଠାରେ ପରଖିବା। ଅନ୍ୟ 2 ଭାଇ ବି ରାଜି ହେଲେ। ସାନ ଭାଇ ତ ପାଠ ପଢ଼ିନଥିଲା, ସେ ଚୁପ୍ ହୋଇ ବସିଥାଏ। ବଡ଼ ଭାଇ କହିଲା, ଦେଖ, ମୁଁ ମନ୍ତ୍ର ବଳରେ ହାଡ଼ଗୁଡ଼ିକ କିପରି ଯୋଡ଼ି ଦେଉଛି। ଏହା କହି ସେ ହାଡ଼ ଯୋଡ଼ିଦେଲା। ଦ୍ୱିତୀୟ ଭାଇ ମନ୍ତ୍ର ପାଣି ଛିଞ୍ଚି ସେଥିରେ ରକ୍ତ ମାଂସ ଖଞ୍ଜିଦେଲା। ତୃତୀୟ ଜଣକ ତାକୁ ଜୀବନ ଦେବାକୁ କହି ସଜ ହେଉଛି। ସାନ ଭାଇ ତାକୁ ବାରଣ କରି କହିଲା, ଆରେ ଭାଇ, ଏହା ଗୋଟିଏ ସିଂହର ମଲା ଦେହ। ଏଥିରେ ଜୀବନ ଦେଲେ ସେ ଆମ ସମସ୍ତଙ୍କୁ ଖାଇଯିବ। କିନ୍ତୁ ଅନ୍ୟ ଭାଇମାନେ ନିଜ ନିଜର ବୁଦ୍ଧି ପରୀକ୍ଷା ପାଇଁ ଜିଦ୍ କଲେ। ସାନ ଭାଇ କଥା ହସରେ ଉଡ଼ାଇ ଦେଲେ। କହିଲେ, ତୁ ଗୋଟାଏ ମୂର୍ଖ। ବିଦ୍ୟା ବୁଦ୍ଧି ପରୀକ୍ଷା ବେଳେ ଏଥିରେ ତୁ ମୁଣ୍ଡ ପୁରାନା। ପ୍ରଥମ ଭାଇ ହାଡ଼ ଯୋଡ଼ିଛି। ଦ୍ୱିତୀୟ ଭାଇ ରକ୍ତ ମାଂସ ଚର୍ମ ତିଆରି କରି ସାରିଛି। ତୃତୀୟ ପାଳି ତାକୁ ଜୀବନ ଦିଆଯିବ। ସେ ମନ୍ତ୍ର ପଢ଼ିବା ଆରମ୍ଭ କଲେ। ଏହି କାମ ଦେଖି ସାନ ଭାଇ ଭାବିଲା, ଏମାନେ ପଣ୍ଡିତ ହେଲେ ବି ମୂର୍ଖ ପରି କାମ କରୁଛନ୍ତି। ସେ ନିଜକୁ ବଞ୍ଚାଇବା ପାଇଁ ଗୋଟାଏ ଗଛରେ ଚଢ଼ିଗଲା। ସତକୁ ସତ ମନ୍ତ୍ର ପାଣି ସିଂହ ଉପରେ ପଡ଼ିବା ମାତ୍ରେ ସେ ଆଖି ତରାଟି ଚାରିଆଡ଼କୁ ଚାହିଁଲା। କେଶର ଫୁଲାଇ ରାଗରେ ଭୂଇଁରେ ଲାଞ୍ଜ ପିଟିଲା। ତାପରେ 3 ଭାଇଙ୍କ ଉପରକୁ କୁଦି ପଡ଼ି ନଖ ଓ ଦାନ୍ତରେ ସେମାନଙ୍କୁ ଟିକି ଟିକି କରି ପକାଇଲା। ସାନ ଭାଇର ବିଚାର ବୁଦ୍ଧି ଥିବାରୁ ସେ ନିଜ ଜୀବନ ରଖିପାରିଲା। ସିଂହଟି ଜଙ୍ଗଲ ଭିତରକୁ ଚାଲିଯିବା ପରେ ସେ ଗଛରୁ ଓହ୍ଲାଇ ନିଜ ଗାଁ ଆଡ଼େ ଚାଲିଲା। ଗାଁ ଲୋକେ ଅନ୍ୟ ଭାଇମାନଙ୍କ କଥା ପଚାରିବାରୁ ସେ କହିଲା, ପଣ୍ଡିତ ହେଲେ ବି ସେମାନେ ମୂର୍ଖ। ସେଇ ମୂର୍ଖଙ୍କ ପରି କାର୍ଯ୍ୟ କରି ସିଂହ ମୁହଁରେ ଜୀବନ ଦେଇଛନ୍ତି। ଏଥିରୁ ଆମେ ଶିଖିଲେ, କାର୍ଯ୍ୟ କରିବା ପାଇଁ ବୁଦ୍ଧି ବିଚାର ଲୋଡ଼ା ହୁଏ। କେବଳ ପୁସ୍ତକ ପାଠ ଯଥେଷ୍ଟ ନୁହେଁ। ଧନ୍ୟବାଦ।